ଜୟ ଜଗନ୍ନାଥ ସାଙ୍ଗମାନେ। ଦିଲ୍ଲୀ ପୁଲିସ କନେଷ୍ଟବଳ ନୋଟିଫିକେସନ୍ ପଳେଇ ଆସିଛି, ଯେଉଁଟା ମେ ମାସରେ ଆସିବାର ଥିଲା ପୋଷ୍ଟ ଭ୍ୟାକେନ୍ସି। ସେଇଟା ଆସିବାରେ ସେପ୍ଟେମ୍ବର ମାସରେ। ତ 7,000ରୁ 8,000 ପୋଷ୍ଟ ଆସିବ। ଏଜ୍ ରିଲାକ୍ସେସନ୍ କ'ଣ ରହିବ, କ୍ୱାଲିଫିକେସନ୍ କ'ଣ ରହିବ, ସବୁ ଏଇ ଗୋଟିଏ ଜାଣିବା। ଦେଖନ୍ତୁ, ସେପ୍ଟେମ୍ବର ମାସରେ ହିଁ ଫାଇନାଲ୍ ଆସିବ। ତାର ରହିବ ସାଲେରୀ ରହିବ 35,000 35,000 ସାଲେରୀ। ଜବ୍ ଲୋକେସନ୍ ରହିବ ଦିଲ୍ଲୀରେ। ତ ଆପଣ ରିଟିନ୍ କୋଉଠି ଦେବେ ଭାବୁଛନ୍ତି? ରିଟିନ୍ ନିୟରେଷ୍ଟ ରହିବ ଓଡ଼ିଶାରେ ଯେକୌଣସି ନିୟରେଷ୍ଟ ଏରିଆରେ ଆପଣ ପକାଇଦେବେ, ସେଇ ନିୟରେଷ୍ଟରେ ଆପଣ ଏକ୍ଜାମ୍ ଦେବେ। କିନ୍ତୁ ଫିଜିକାଲ୍ ରହିବ ଦିଲ୍ଲୀରେ। ତ ବେଶୀ ପିଲା ଯିବେନି ଫିଜିକାଲ୍ ଦେବାକୁ। ଏ ଦେଖନ୍ତୁ, ସେପ୍ଟେମ୍ବର ମାସରେ ହିଁ ବାହାରିବ। ଫିଜିକାଲ୍ ଦେବାକୁ ବେଶୀ ପିଲା ଯାଆନ୍ତିନି ଦିଲ୍ଲୀକି, ବେଶୀ ବାଟ ଦୂର ହୋଇଯାଏ ବୋଲି। ତ ଆପଣମାନେ ଦେଖିବେ, ରିଟିନ୍ ଯଦି ଭଲ ହେଲା, ଫିଜିକାଲ୍ ପାଇଁ ପ୍ରିପାରେସନ୍ ହେବେ, ତ ନିଶ୍ଚିନ୍ତ ହେଇପାରିବ। ଆ ବିଷୟରେ ଜାଣିବା। ତ ଆପଣଙ୍କର କ୍ୱାଲିଫିକେସନ୍ କ'ଣ ରହିବ? +2 କ୍ୱାଲିଫିକେସନ୍ ରହିବ। ମିନିମମ୍ +2 ପାସ୍ କରୁଥିବା ଦରକାର। ଏଜ୍ ରହିବ 18ରୁ 25 ବର୍ଷ। ଯେଉଁମାନେ SC/ST ଥିବେ ସେମାନଙ୍କ ପାଇଁ 5 ବର୍ଷ। ଯେଉଁମାନେ OBC ଥିବେ ସେମାନେ 3 ବର୍ଷ ଏଜ୍ ରିଲାକ୍ସେସନ୍। ତ ଯେଉଁମାନଙ୍କ ପାଖରେ LMB ଥିବ ସେମାନେ ବି ଆପ୍ଲାଏ କରିପାରିବେ। +2 ସହିତ LMB ମୋଟର ଲାଇସେନ୍ସ ଥିବା ଦରକାର। ତ ଫିଜିକାଲ୍ ଷ୍ଟାଣ୍ଡାର୍ଡ଼ ରିକ୍ୱାରମେଣ୍ଟ କ'ଣ ରହିବ? 170 ହାଇଟ୍ ରହିବ SC ଜେନେରାଲ୍ ପିଲାଙ୍କ ପାଇଁ। ST ପିଲାଙ୍କ ପାଇଁ 165। ଏଇ ଦେଖନ୍ତୁ, ଚେଷ୍ଟ 81ରୁ 85। ଯେଉଁମାନେ ଫିମେଲ୍ 57। SC ଜେନେରାଲ୍ ପିଲାଙ୍କ ପାଇଁ। ଏଠାରେ SC ପିଲାଙ୍କର କୌଣସି ହାଇଟ୍ରେ ଛୋଟ ଦିଆଯାଏନି। କେବଳ ST ପିଲାଙ୍କ ପାଇଁ କେବଳ ହାଇଟ୍ ଏଜ୍ ରିଲାକ୍ସେସନ୍ ଅଛି। ତ ST ପିଲାଙ୍କ ପାଇଁ 155 ରହିବ ଫିମେଲ୍। ଦେଖନ୍ତୁ, ପୋଷ୍ଟ ରହିବ ଯେଉଁମାନେ 30ରୁ ତଳକୁ ଏଜ୍ ଦେବେ ସେମାନେ 1600 ମାରିବେ। 18ରୁ 30 ବର୍ଷ ଥିଲେ 1600 6 ମିନିଟ୍ରେ ମାରିବେ। ଲଙ୍ଗ୍ ଜମ୍ପ 14 ଫୁଟ 3 ଫୁଟ 9 ଇଞ୍ଚ ହାଇ ଜମ୍ପ। ଏଠି ଦେଖନ୍ତୁ, 40 ବର୍ଷ ହେଇଥିଲେ 30ରୁ 40 ବର୍ଷ ହେଇଥିଲେ 7 ମିନିଟ୍ରେ 1600। 13 ଫୁଟ ଲଙ୍ଗ୍ ଜମ୍ପ 3 ଫୁଟ 6 ଇଞ୍ଚ ହାଇ ଜମ୍ପ। ଏଇଟା ମେଲ୍ ଗଲା। ଫିମେଲ୍ 30 ବର୍ଷ ଯେଉଁମାନେ ଫିମେଲ୍ ହେଇଯାଇଥିବେ ମହିଳା କ୍ୟାଣ୍ଡିଡେଟ୍ 1600 ମାରିବେ 8 ମିନିଟ୍ରେ। ଲଙ୍ଗ୍ ଜମ୍ପ ମାରିବେ 10 ଫୁଟ 3 ଫୁଟ ହେଉଛି ହାଇ ଜମ୍ପ। ମହିଳା କ୍ୟାଣ୍ଡିଡେଟ୍ 30ରୁ 40 ବର୍ଷ ହେଇଯାଇଥିଲେ 9 ମିନିଟ୍ରେ 1600। ଲଙ୍ଗ୍ ଜମ୍ପ ରହିବ 9 ଫୁଟ ଆଉ ହାଇ ଜମ୍ପ ରହିବ 2 ଫୁଟ 9 ଇଞ୍ଚ। 40 ବର୍ଷ ଯେଉଁମାନେ କ୍ୟାଣ୍ଡିଡେଟ୍ ହେଇଯାଇଥିବେ ମହିଳା କ୍ୟାଣ୍ଡିଡେଟ୍ 10 ମିନିଟ୍ରେ 1600। 8 ଫୁଟ ରହିବ ହାଇ ଜମ୍ପ ଆଉ 2 ଫୁଟ 6 ଇଞ୍ଚ ରହିବ। 8 ଫୁଟ ରହିବ ଲଙ୍ଗ୍ ଜମ୍ପ, 2 ଫୁଟ 6 ଇଞ୍ଚ ରହିବ ହାଇ ଜମ୍ପ। ତ ଏଇଟା ଦିଲ୍ଲୀ ପୁଲିସ କନେଷ୍ଟବଳ ରିକ୍ୱାରମେଣ୍ଟ। ଅନଲାଇନ୍ ହିଁ ଆପ୍ଲାଏ ହେବ। ଆପଣ ଆପ୍ଲାଏ କରିବେ। ବାହାରିବ ଏଇ ସେପ୍ଟେମ୍ବରରେ, ନିଶ୍ଚିନ୍ତ ଫାଇନାଲ୍ ବାହାରିବ। ଅନଲାଇନ୍ ଆପ୍ଲିକେସନ୍ ଫିସ୍ ରହିବ ଜେନେରାଲ୍ ପିଲାଙ୍କ ପାଇଁ 100 ରୁପିସ୍, 100 ଟଙ୍କା କେବଳ ରହିବ ଚାଲାଣ। ତ ସିଭିଲ୍ କାଷ୍ଟ SC/ST ପିଲାଙ୍କ ପାଇଁ, ଏକ୍ସ ସର୍ଭିସ୍ ପିଲାଙ୍କ ପାଇଁ ପଇସା କୌଣସି ନେବେ ନାହିଁ। ଏଠି ଦେଖିଦିଅନ୍ତୁ, ଲେଖା ହେଇଛି ଅଦର କ୍ୟାଣ୍ଡିଡେଟ୍ 100 ରୁପିସ୍। ଅନଲାଇନ୍ କମ୍ପ୍ୟୁଟର ବେସ୍ଡ ଟେଷ୍ଟ ରହିବ। ଫିଜିକାଲ୍ ମେଜରମେଣ୍ଟ, କମ୍ପ୍ୟୁଟର ବେସ୍ ଏକ୍ଜାମ୍ 100 ମାର୍କ, 100 ମାର୍କର। କ'ଣ ରହିବ? ରିଜନିଂ 25 ମାର୍କ, 25ଟା କୋଶ୍ଚିନ୍। ଜେନେରାଲ୍ 50 ମାର୍କ, 50ଟା କୋଶ୍ଚିନ୍। ମ୍ୟାଥ୍ ରହିବ 15 ମାର୍କ, 15ଟା କୋଶ୍ଚିନ୍। କମ୍ପ୍ୟୁଟର ବେସିକ୍ ରହିବ 10ଟା କୋଶ୍ଚିନ୍, 10 ମାର୍କ। ଟୋଟାଲ୍ 100ଟା କୋଶ୍ଚିନ୍, 100 ମାର୍କ, 90 ମିନିଟ୍ ଟାଇମ୍ ରହିବ। ତାର ନେଗେଟିଭ୍ ମାର୍କିଂ ଏଇଥିରେ 2.5 ଅଛି ନେଗେଟିଭ୍ ମାର୍କ। ଦେଖିକି ଯାହା କରିବେ। ତ ସିଲାବସ୍ ଏଇଠି ଅଛି, ଲେଖା ହେଇଛି। ମ୍ୟାଥ୍ରେ କ'ଣ ସିଲାବସ୍ କ'ଣ ଆସିବ ଦେଖିଦିଅନ୍ତୁ। ଜେନେରାଲ୍ରେ କ'ଣ ସିଲାବସ୍ ଆସିବ, କମ୍ପ୍ୟୁଟର ସିଲାବସ୍ କ'ଣ ଆସିବ ଦେଖିଦିଅନ୍ତୁ। ଏସବୁ ସିଲାବସ୍ ଆସିବ। ଭଲ ପୋଷ୍ଟ ଅଛି। ତାର କଟଅଫ୍ ଦେଖନ୍ତୁ, 2025ର କଟଅଫ୍। ଯେଉଁମାନେ ପ୍ରିଭିୟସ୍ର କଟଅଫ୍ ଦେଖିବାକୁ ଚାହୁଁଥିଲେ ଏଠି ଦେଖିଦିଅନ୍ତୁ। SC ପିଲାଙ୍କର ଯାଇଥିଲା 57, ତ UR ଯାଇଥିଲା 65। ଏଇଗୁଡ଼ା ଦେଖିଦିଅନ୍ତୁ। ମିନିମମ୍ 100ରୁ 80 ଚେଷ୍ଟା କରନ୍ତୁ ରଖିବା ପାଇଁ। ରଖିଲେ ଆପଣ 100% ସିଓରିଟି ହେଇପାରିବେ ଯେ ମୁଁ ଫିଜିକାଲକୁ ଗଲେ କିଛି ନା କିଛି କରିପାରିବେ। ଆଉ ସମସ୍ତେ ତ ଫିଜିକାଲ୍ କ୍ଲିୟର କରିପାରିବେନି, ଫିଜିକାଲ୍ ବି ହାର୍ଡ଼ ଅଛି। ତ ରିଟିନ୍ କ୍ୱାଲିଫାଇ କରିଦେବେ ମାନେ ଫିଜିକାଲ୍ ପାଇଁ ପ୍ରିପାରେସନ୍ ଭଲ ଭାବରେ ହେବେ। ଫିଜିକାଲ୍ ହାର୍ଡ଼ ଅଛି, ମନେ ରଖିଥାନ୍ତୁ। ଫିଜିକାଲ୍ ପ୍ରିପାରେସନ୍ ହେବେ, ଫିଜିକାଲ୍ ଆରାମସେ ହେଇପାରିବ। ଆଉ ରିଟିନ୍ ଯେଉଁମାନେ ପଢ଼ାପଢ଼ି କରୁଛନ୍ତି, ସେ ପଢ଼ାପଢ଼ି ଭଲ ଭାବରେ କରନ୍ତୁ।
ତ ଭଲ ବି ଭ୍ୟାକେନ୍ସି ଆସିବ 7 ରୁ 8 ହଜାର ଭ୍ୟାକେନ୍ସି ଆସିବ ସେପ୍ଟେମ୍ବର ମାସରେ ହିଁ ଆସିବ। ତ ଭିଡ଼ିଓଟି ଭଲ ଲାଗିଲା ଯଦି ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ କରିବେ। ରହୁଛି ଜୟ ଜଗନ୍ନାଥ।